ଦର୍ଶକ ବନ୍ଧୁ, ମନରେଗା କାର୍ଯ୍ୟର ନାମ ପରିବର୍ତ୍ତନ କରାଯାଇ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଯୋଜନା ନାମରେ ନାମିତ କରାଯାଇଛି। ଏହି ଯୋଜନାର ନୀତି ନିୟମ ଗୁଡ଼ିକ ଓ କାର୍ଯ୍ୟକଳାପ ଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା। ମନରେଗା ଯୋଜନାରେ ଶ୍ରମିକଙ୍କୁ ଯୋଗାଇ ଦିଆଯାଉଥିବା 100 ଦିନର ନିଶ୍ଚିତ କାର୍ଯ୍ୟକୁ ବର୍ଦ୍ଧିତ କରି 125 ଦିନ କରାଯାଇଛି। ଦ୍ୱିତୀୟରେ ଦେଖନ୍ତୁ ବେକାରୀ ଭତ୍ତା ପାଇବାର ଅଧିକାର। କାର୍ଯ୍ୟ ଦିବସ ମଧ୍ୟରେ ଯଦି ଶ୍ରମିକଙ୍କୁ କାର୍ଯ୍ୟ ନ ମିଳେ କିମ୍ବା କାର୍ଯ୍ୟ ଦେବାରେ ବିଳମ୍ବ ହୁଏ ତାହେଲେ ସେମାନଙ୍କୁ ବେକାରୀ ଭତ୍ତା ମଧ୍ୟ ଦିଆଯିବ। ଠିକ୍ ସମୟରେ ଶ୍ରମିକଙ୍କୁ ମଜୁରୀ ପ୍ରଦାନ। ଶ୍ରମିକଙ୍କୁ ତାଙ୍କ କାର୍ଯ୍ୟ କରିବାର ସମୟ ଅବଧି ଶେଷ ହେବା ସଙ୍ଗେ ସଙ୍ଗେ ଶ୍ରମିକ ମଜୁରୀ ପ୍ରଦାନ। ଚତୁର୍ଥ ଦେଖନ୍ତୁ ଶ୍ରମିକଙ୍କୁ ଗ୍ରାମ ପଞ୍ଚାୟତର ସମସ୍ତ ଯୋଜନା ପ୍ରସ୍ତୁତିର ସୂଚନା ଦିଆଯିବ। ତୃତୀୟରେ ବିକଶିତ ଭାରତ GRAMG ଯୋଜନାର ପ୍ରମୁଖ 4 ଶ୍ରେଣୀର କାର୍ଯ୍ୟଗୁଡ଼ିକ: ଜଳ ସୁରକ୍ଷା ଓ ସଂରକ୍ଷିତ ଭିତ୍ତିକ କାର୍ଯ୍ୟ, ଗ୍ରାମୀଣ ଭିତ୍ତିଭୂମି ବିକାଶ ସମ୍ବନ୍ଧୀୟ କାର୍ଯ୍ୟ, ଜୀବିକା ବୃଦ୍ଧି ସମ୍ବନ୍ଧୀୟ କାର୍ଯ୍ୟ, ଜଳବାୟୁ ପରିବର୍ତ୍ତନ ପ୍ରତିକୂଳ ସମାଧାନ ସମ୍ବନ୍ଧୀୟ କାର୍ଯ୍ୟ। ଏହିପରି ଭାବେ ବିକଶିତ ଭାରତ GRAMGର ଏହି 4ଟି ହେଉଛି ପ୍ରମୁଖ କାର୍ଯ୍ୟ, ଯାହାକି ଗ୍ରାମାଞ୍ଚଳର ଉନ୍ନତି ଦିଗରେ କାର୍ଯ୍ୟ କରିବ। ତାପରେ ଦେଖନ୍ତୁ ବିଭିନ୍ନ ବିଭାଗ ଗୁଡ଼ିକର ଏକୀକରଣ ଓ ସମତା। ତାପରେ ଚାଷ ଓ ଶ୍ରମ ସମନ୍ୱୟ। ତାପରେ ସଭା ଶେଷ ଦେଖନ୍ତୁ ପ୍ରଶାସନ ଖର୍ଚ୍ଚ ସୀମା ବୃଦ୍ଧି। ଏହିପରି ଭାବେ ବିକଶିତ ଭାରତ GRAMGର ଅନେକ ଗୁଡ଼ିଏ ଗ୍ରାମାଞ୍ଚଳର ଉନ୍ନତି ଦିଗରେ ପ୍ରସ୍ତୁତି ଜାରି ରହିଛି, ଯାହାକି ଆଗାମୀ ଦିନରେ